ଜାଭିୟର୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ହ୍ୟୁମାନ୍ ସେଟଲମେଣ୍ଟ ପକ୍ଷରୁ 2025 ଅଗଷ୍ଟ 23 ତାରିଖରେ ଜାଭିୟର୍ସ ବିଶ୍ୱବିଦ୍ୟାଳୟରେ ବାର୍ଷିକ ସହରାଞ୍ଚଳ ବ୍ୟବସାୟ କନକ୍ଲେଭର ତୃତୀୟ ସଂସ୍କରଣ ଭ୍ୟୁମ୍ 3କୁ ଗର୍ବର ସହ ଆୟୋଜନ କରାଯାଇଥିଲା। ସ୍କୁଲ ଅଫ୍ ହ୍ୟୁମାନ୍ ସେଟଲମେଣ୍ଟ କ୍ୟାରିୟର ଆଡଭାଇଜରୀ ସର୍ଭିସେସ୍ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିଳ୍ପପତିମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଥିଲା। ସହରାଞ୍ଚଳର ଚିକିତ୍ସକ ଛାତ୍ରଛାତ୍ରୀମାନେ ସହରର ଭବିଷ୍ୟତ ଏବଂ ନିରନ୍ତର ସହରାଞ୍ଚଳ ବିକାଶ ଉପରେ ସାର୍ଥକ ଆଲୋଚନା କରିପାରିବେ। ଚଳିତ ବର୍ଷର କନକ୍ଲେଭ ସହରାଞ୍ଚଳ ଭାରତ 2047 ବିଷୟବସ୍ତୁ ଉପରେ ଆଧାରିତ ଥିଲା। ଏକ ସବୁଜ ନିରନ୍ତର ଏବଂ ସମାବେଶୀ ଭବିଷ୍ୟତ ଦିଗରେ ଯାହାକି ନମନୀୟ, ଜଳବାୟୁ ସଚେତନ ଏବଂ ସମାନ ସହରାଞ୍ଚଳ ବିକାଶର ମାର୍ଗ ଉପରେ ସାର୍ଥକ ଆଲୋଚନାକୁ ପ୍ରୋତ୍ସାହିତ କରିଥିଲା। ସ୍କୁଲ ଅଫ୍ ହ୍ୟୁମାନ୍ ସେଟଲମେଣ୍ଟର ଡିନ୍ ଡକ୍ଟର କଜରୀ ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ଜାଭିୟର୍ସ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ କ୍ୟାସ୍ ଡିନ୍ ପ୍ରଫେସର ସବିତା ମହାନ୍ତିଙ୍କ ବକ୍ତବ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆସୋସିଏଟ୍ ପାର୍ଟନର ଶ୍ରୀ ତାରିଣୀ ପ୍ରସାଦ ସାହୁ, ପିଏମ୍ଆଇ ଇଲେକ୍ଟ୍ରୋ ମୋବିଲିଟିର ନିର୍ଦ୍ଦେଶକ ଦୀପେଶ ଦ୍ୱିବେଦୀ, ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ଲିମିଏ, ସରକାରୀ ପରାମର୍ଶଦାତା ଶ୍ରୀ ଏ ଶଙ୍କର, ଆଇଜେଡିଟି କନସଲ୍ଟିଂ ଏସ୍ପିଏର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଚିନ ପନ୍ତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଚିନ୍ତା ଉଦ୍ରେକକାରୀ ଆଲୋଚନା ଏବଂ ଭାବ ବିନିମୟ ମାଧ୍ୟମରେ ଏହି କନକ୍ଲେଭ ଭାରତର ସହରାଞ୍ଚଳ ଭବିଷ୍ୟତର ଆହ୍ୱାନ ଏବଂ ସୁଯୋଗ ସହିତ ଜଡ଼ିତ ହେବା ପାଇଁ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଥିଲା ଏବଂ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲା। ଭୁବନେଶ୍ୱରରୁ ଏଲନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।